ଯାହା ହବା କଥା ତାହା ହିଁ ହଉଛି। କାରଣ ସବୁବେଳେ ଦୁଇଟି କଥା ପରସ୍ପରକୁ ଅନୁସରଣ କରନ୍ତି। ଗୋଟେ ହଉଛି ଭୟ, ଆଉ ଗୋଟେ ହଉଛି ବିଶ୍ୱାସଘାତକତା। ପ୍ରଥମେ ମଣିଷର ଗୋଟେ ଭୟ ଆସେ, ଇଏ ମତେ ଅତିକ୍ରମ କରିଯିବ କି, ମୋ ପଛରେ ପଡିଯିବି କି, ଇଏ ହଉଛି ଗୋଟେ ଭୟ। ମଣିଷର ଯେତେବେଳେ ଗୋଟେ ଭୟ ଥାଏ ସେତେବେଳେ ସେ ବିଶ୍ୱାସଘାତକତା କରେ। ନବୀନ ବାବୁଙ୍କ ଏବଂ ତାଙ୍କର ସମର୍ଥକ ମାନେ ବର୍ତ୍ତମାନ ଯୋଉ ବିଶ୍ୱାସଘାତକ ବୋଲି ଅରବିନ୍ଦ ମହାପାତ୍ରଙ୍କୁ କହୁଛନ୍ତି, ଅର୍ଥାତ୍ ବିଜୟ ମହାପାତ୍ରଙ୍କୁ କହୁଛନ୍ତି, ବାସ୍ତବିକ ସତ କଥା ହଉଛି ଯେ ସେ ନିଜେ ବିଶ୍ୱାସଘାତକତା କରୁଛନ୍ତି। ସେ ଯେଉଁଭଳି ଭାବରେ ବିଜୟ ମହାପାତ୍ରଙ୍କୁ ଟିକେଟ କାଟିଲେ, ପୃଥିବୀ ଇତିହାସରେ ଏଭଳି ବିଶ୍ୱାସଘାତକତା ଏମିତି କିଏ କରିଛି ସେ ଆଶ୍ଚର୍ଯ୍ୟର କଥା। ସେମିତି ବୋଧେ କେହି କରିନାହାନ୍ତି। ତାଙ୍କୁ ଟିକେଟ ଦେଲେ, ଟିକେଟ ଦେଇକି ସେ ତାଙ୍କ ନିର୍ଭୟରେ ବିଜୟ ମହାପାତ୍ର ବସିଛନ୍ତି, ତାଙ୍କ ଟିକେଟକୁ ପ୍ରତ୍ୟାହାର କରିନେଲେ। ତେଣୁ ଏଇଭଳି କଥା, ଏଭଳି ଚରମ ବିଶ୍ୱାସଘାତକତା ପୃଥିବୀ ଇତିହାସରେ ଖୁବ କ୍ୱଚିତ ଲୋକ କରିଛନ୍ତି। ଯୋଉମାନେ ତାଙ୍କ ବାପାଙ୍କ ନାଁ ଧରିକି ବିଜୁ ଜନତା ଦଳ ଗଢିଥିଲେ, ସମସ୍ତଙ୍କୁ ଗୋଟି ଗୋଟି କରି କାଢି ଦେଇଛନ୍ତି। ରାମକୃଷ୍ଣ ପଟ୍ଟନାୟକଙ୍କୁ କାଢି ଦେଇଛନ୍ତି। ଏଇପରି ଯେତେ ଅଧିକାଂଶ ନାଁ କହିଥିଲେ କିଛି ଲାଭ ନାହିଁ, ପ୍ରାୟ ସମସ୍ତଙ୍କୁ ଗୋଟି ଗୋଟି କରି ଦଳରୁ କାଢି ଦେଇଛନ୍ତି। ତାର କାରଣ ତାଙ୍କର ଭୟ। ନବୀନ ବାବୁ ସବୁବେଳେ ଭୟ କରୁଛନ୍ତି ଯେ କିଏ ମତେ ଅତିକ୍ରମ କରିଯିବ କି। ବିଜୟ ମହାପାତ୍ରଙ୍କୁ ତାଙ୍କର ଭୟ। ଯେତେବେଳେ ବିଜୁ ଜନତା ଦଳ ଗଢା ହେଲା ସେତେବେଳେ ମୁଁ ବିଜେପି ତରଫରୁ ମଧ୍ୟ ମୁଁ ପ୍ରତିନିଧିତ୍ୱ କରୁଥିଲି। ସେତେବେଳେ ବିଜୁ ଜନତା ଦଳ ଗଠନ ହବାରେ ନବୀନ ବାବୁଙ୍କର କିଛି ଭୂମିକା ନଥିଲା। ସେ ଓଡିଶାରେ ବି ନଥିଲେ। ବିଜେପି ତରଫରୁ ଯେତେବେଳେ ଆମେ ବିଜେଡି ବା ସେତେବେଳେ ଜନତା ଦଳ ଥିଲା, ଜନତା ଦଳ ସାଙ୍ଗରେ ଆମେ ଯେତେବେଳେ କଥାବାର୍ତ୍ତା କରୁଥିଲୁ ସେଥିରେ ନବୀନ ବାବୁ ନଥିଲେ। ଅସଲ କଥା ହେଲା କଣ ଯେ ଯେତେବେଳେ ବିଜୁ ପଟ୍ଟନାୟକ ମରିଗଲେ ସେତେବେଳେ ତାଙ୍କର ସମର୍ଥକ ମାନଙ୍କୁ ଏକଜୁଟ କରିବା ପାଇଁ ବର୍ତ୍ତମାନ ଗୋଟେ ଦଳ ଗଠିତ ହବା ଦରକାର ବୋଲି ସମସ୍ତେ କହିଲେ, ସମସ୍ତେ ଚାହିଁଲେ ମଧ୍ୟ। ସେତେବେଳେ ମଧ୍ୟ ବାଜପେୟୀ ଏବଂ ଅନ୍ୟମାନେ ସମସ୍ତେ ଚାହିଁଲେ ଯେ ବିଜୁ ବାବୁଙ୍କ ନାଁରେ ଯୋଉ ଭୋଟଟା ଅଛି ସେଟା କେମିତି ଭାରତୀୟ ଜନତା ପାର୍ଟିର ଭୋଟ ସାଙ୍ଗରେ ମିଶିକି ଗୋଟେ ନୂଆ ଦଳ ସୃଷ୍ଟି ହଉ। ତାହେଲେ କଂଗ୍ରେସ ଭଳିଆ, ସେତେବେଳେ କଂଗ୍ରେସ ଥିଲା ସବୁଠାରୁ ବଡ ଶକ୍ତି, ତେଣୁ କଂଗ୍ରେସକୁ କେମିତି ପରାସ୍ତ କରିହବ। ସେତେବେଳେ ଜାନକୀ ବଲ୍ଲଭ ପଟ୍ଟନାୟକ ବି ବଡ ବଦନାମ ହେଇଯାଇଥିଲେ। ସେଥିପାଇଁ ସେତେବେଳେ ଅନ୍ୟ ଗୋଟେ ଦଳ ଗୋଟେ ଗଢାଯାଉ ଏକଥା ସମସ୍ତେ ଚାହୁଁଥିଲେ। ସେଇ ସବୁ ଦୃଷ୍ଟିକୋଣରୁ ବର୍ତ୍ତମାନ ଗୋଟେ ଦଳ ଗଠିତ ହେଲା। ସେତେବେଳେ ଯୋଉମାନେ ବିଜୁ ଜନତା ଦଳ ବୋଲି ବର୍ତ୍ତମାନ ଯାହା ହଉଛି, ସେତେବେଳେ ଜନତା ଦଳ ତରଫରୁ ଯୋଉମାନେ ପ୍ରତିନିଧିତ୍ୱ କରୁଥିଲେ, ଦିଲ୍ଲୀପ ରାୟ, ସେ ପ୍ରସନ୍ନ ଆଚାର୍ଯ୍ୟ, ଏମାନେ ସବୁ ଥିଲେ। ସେମାନେ ସବୁ ସେତେବେଳେ ଲଢୁଥିଲେ, ଏଇ ବିଷୟରେ ପ୍ରତିନିଧିତ୍ୱ କରୁଥିଲେ। ଜନତା ଦଳ ତରଫରୁ ସେମାନେ ପ୍ରତିନିଧିତ୍ୱ କରୁଥିଲେ। ତା ଭିତରେ ନବୀନ ବାବୁ ନଥିଲେ, ସେ ଦିଲ୍ଲୀରେ ଥିଲେ। କିନ୍ତୁ ପରବର୍ତ୍ତୀ କାଳରେ କଣ ହେଲା ଯେ ସେତେବେଳେ ଯୋଉ ଜନତା ଦଳ ଥିଲା, ଅଶୋକ ଦାସ ଏବଂ ଅନ୍ୟମାନେ ଯେତେବେଳେ ସେମାନେ ଥିଲେ, ସେମାନେ କେହି କାହାରିକୁ ନେତା ବୋଲି ଗ୍ରହଣ କରିବାକୁ ରାଜି ହେଲେନି। ଯେହେତୁ ସେମାନେ କେହି କାହାକୁ ରାଜି ହେଲେନି, ସେଠୁ ସମସ୍ତେ କହିଲେ ତାହେଲେ ଆମେ ଦିଲ୍ଲୀ ଯିବା, ବିଜୁ ବାବୁଙ୍କ ସ୍ତ୍ରୀ ଜ୍ଞାନ ପଟ୍ଟନାୟକଙ୍କୁ କହିବା ଯେ ବିଜୁ ବାବୁ ତ ଗଲେଣି, ତେଣୁ ତାଙ୍କ ଦଳର ନେତୃତ୍ୱ ନବ କିଏ?
समर्थक मान नेतृत्व नब किए तेणु आपण गोटे पुओ को दियंतु से माने प्रथमे जाइए ज्ञान पट्टनायक को कहले जे आपण प्रेम पट्टनायक कौन बड़ पुओ ताकू आपण दियंतु से ओडिशा नेतृत्व नेबे विजु पट्टनायक समर्थक मान नेतृत्व नेबे किंतु ज्ञान पट्टनायक कहले जे सी गोटे रोजगारिया पुओ से पुओ को तुम्हें नहीं जाओ तमें मु दे पारि सी गले घर चल केमी से चाहले जे प्रेम पट्टनायक को दवाई से चाहले से कहले नवीन सेठू कहले ये को नहीं जाओ ये किसी करू एमती भाव नवीन पट्टनायक वर्तमान राजनीति को आसिले।